ରାୟଗଡ଼ା ଜିଲ୍ଲା ତଥା ଗୁଣୁପୁରର ଏକମାତ୍ର ଅନାଥ ଆଶ୍ରମ ବାଲ ନିକେତନର 46ତମ ବାର୍ଷିକ ଉତ୍ସବ ସଦର ବାଲ ନିକେତନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କୃଷିବିତ୍ କୃଷ୍ଣପ୍ରସାଦ ଦେବର୍ତ ସାହାରା ପରିବାରର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସଭାପତି ଲାଡ଼ି ସୁରେଶ ବେଦାନ୍ତ, ଆଶ୍ରମର ନଳିନ ମହାନ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବାଲ ନିକେତନର ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାଗତ ଭାଷଣ ଏବଂ ପରିଚାଳନା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ସାହୁ କରିଥିଲେ। ସମାରୋହରେ ବାଲ ନିକେତନର ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତିଙ୍କୁ ଉପଜିଲ୍ଲାପାଳ ସୁଶ୍ରୀ କୌର ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିମାନେ ବାଲ ନିକେତନର 46 ବର୍ଷର ସଂଘର୍ଷ ଏବଂ ବିଭିନ୍ନ ଗୁଣାବଳୀକୁ ଆଲୋକପାତ କରିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିବା ବେଳେ ଧନ୍ୟବାଦ ଅଜିତ ମହାନ୍ତି ଦେଇଥିଲେ। ରାୟଗଡ଼ାରୁ ପ୍ରମୋଦ କୁମାର ସାହୁଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଶା।